ଶିବଙ୍କ ସହିତ ବିବାହ କଲେ। ସନାତନ ଧର୍ମ ରୀତିନୀତି ଅନୁସାରେ ବିବାହ ପରେ ସବୁ ଝିଅ ପାଇଁ ଘରକୁ ବୁଲିବାକୁ ଆସନ୍ତି। 60 ଝିଅ ଜ୍ୱାଇଁ ଦିନେ ସମସ୍ତେ ବୁଲିବାକୁ ଆସିଥିଲେ। ଶିବ ଫେରିଲେ, ରାଜ ଗାଦିରୁ ଦକ୍ଷ ଫେରୁଛନ୍ତି। ସବୁ ଜ୍ୱାଇଁ ମାନେ ଝିଅ ମାନେ ରାଜା ଦକ୍ଷକୁ ପ୍ରଣାମ କଲେ। ମାନ୍ୟ ବିହିଲେ ଦକ୍ଷ ଆନନ୍ଦ ଦକ୍ଷ ଖୁସି ହେଇଗଲେ। ଯାହା ଭଲ ଓ ସଂସ୍କାରୀ ଜ୍ୱାଇଁ ମାନେ ଝିଅ ମାନେ। କିନ୍ତୁ ଜଣେ ଜ୍ୱାଇଁ ଶ୍ୱଶୁରଙ୍କୁ ପ୍ରଣାମ କରେ ନା। ସେ କିଏ? ସେ ହେଉଛନ୍ତି ସାନ ଭାଇ ଶିବ। ଏ କଥା ବାଧିଲା ଦକ୍ଷଙ୍କୁ। ସବୁ ଝିଅ ମାନେ ପ୍ରଣାମ କଲେ, ଶିବ ମୋ ଜ୍ୱାଇଁ ମତେ ପ୍ରଣାମ କରୁନି। ଦକ୍ଷକୁ ସହିପାରିଲେନି। କହିଲେ ମୋ ଜ୍ୱାଇଁ ଯେମିତି ମତେ ଅପମାନ ଦେଇଛି, ତାକୁ ସେମିତି ଗୋଟେ ଅପମାନ ଦେବି। ବ୍ରହ୍ମାଙ୍କୁ ଏ କଥା କହିଲେ। ବ୍ରହ୍ମା କହିଲେ ପୁଅ କିଏ ଜ୍ୱାଇଁ କିଏ? ପୁଅ ଯେବେ ଜଙ୍ଗରେ ଝାଡା ବସି ଯାଇଛି, ଜଙ୍ଗଟାକୁ କଣ କାଟିଦବ, ଧୋଇଦବ କି ପୋଛିଦବ? ସେମିତି ଜ୍ୱାଇଁ ଯଦି କଣ ଭୁଲ କରୁଛି କ୍ଷମା କରିବେ। ଦକ୍ଷ ଶୁଣିଲେନି ଏ କଥା। ଶିବହୀନ ଯଜ୍ଞ କଲେ। ସମସ୍ତଙ୍କୁ ନିମନ୍ତ୍ରଣ କଲେ। ସାନ ଝିଅ ସତୀ ଆଉ ଶିବଙ୍କୁ ନିମନ୍ତ୍ରଣ ଦେଲେ ନା। ସେତେବେଳେ ହେଇଛି କଣ? ସତୀ ଯାଇ ପହଞ୍ଚିଲେ ଦକ୍ଷ ଜାଗାରେ। ଦକ୍ଷ ସତୀକୁ ଅପମାନ କଲେ, ଶିବଙ୍କ ନିନ୍ଦା କଲେ। ନିମନ୍ତ୍ରଣ ତତେ ନଥିଲା, କାହିଁ ଆସିଲୁ ସତୀ? ସାମାଜିକ ଶିକ୍ଷା କେବଳ ବୁଣିକାନି ଖଣ୍ଡିତ ନୁହେଁ। ଆପଣଙ୍କ ଆଗରେ ଯିଏ ଯାହାର ନିନ୍ଦା କରୁ ଶୁଣିବେ, କିନ୍ତୁ ଯଦି ଆପଣଙ୍କର ବାପା ମାଙ୍କର, ଆପଣଙ୍କର ସ୍ୱାମୀଙ୍କର, ଆପଣଙ୍କର ଗୁରୁଙ୍କର କିଏ ନିନ୍ଦା କରେ, ଗୋଟେ ସ୍ତ୍ରୀ ଯଦି ତା ସ୍ୱାମୀର ନିନ୍ଦାକୁ କାନରେ ଶୁଣିଲା, ଗୋଟେ ଶିଷ୍ୟ ଯଦି ଗୁରୁର ନିନ୍ଦାକୁ ଶୁଣିଲା, ଗୋଟେ ପୁଅ ଯଦି ବାପା ମାଙ୍କର ନିନ୍ଦା ଶୁଣିଲା, କାମରେ ହାତ ଦେଇ ପଳେଇ ଆସିବ। ଯଦି ଆଗ୍ରହ ସହିତ ଗୁରୁଙ୍କର ସ୍ୱାମୀଙ୍କର ନିନ୍ଦାକୁ ଶୁଣିଲ, ସଂସାରର ସବୁଠାରୁ ବଡ଼ ନରକରେ ପଡ଼ିବ।
କିଛି ନାହିଁ ମୋ ଲକ୍ଷ୍ୟ ଅଛି ଅଲଗା ମୁଁ ସମୟ ନଷ୍ଟ କରିବିନି ଯେତେବେଳେ ସମସ୍ତେ ଶିବକୁ ଥଣ୍ଡା କରିବାକୁ ଚାହିଁଲେ ଚିନ୍ତା କଲେ ଶାଶୁମା ପ୍ରସୂତି କହିଲେ ମୋ ଜ୍ୱାଇଁଟା ରାଗିଛି ମୋ ଜ୍ୱାଇଁ କିଛି ହରକତ ସୃଷ୍ଟି କରିପାରୁନି ଶାଶୁମା ଆସି ପହଞ୍ଚିଗଲେ ଧୂପଦୀପ ନୈବେଦ୍ୟ ଖାଇ ଧରି ଶାଶୁମା ଆସିଲେ ଲକ୍ଷ୍ୟଙ୍କର ଜ୍ୱାଇଁ ବା ନିଜର ଜ୍ୱାଇଁ ଶିବକୁ ବନ୍ଦାପନା କଲେ ଶାଶୁଙ୍କ ଆଗରେ ଜ୍ୱାଇଁ ଶିବ ନାଚୁରା କହିଲେ ବ୍ରାହ୍ମଣ ପଣ୍ଡିତ ଜ୍ଞାନୀ କିଏ ବି ହୁଅନ୍ତୁ ତାଣ୍ଡବକୁ ଠିଆ ହେଇ କରିବେନି ବସି କରିବେନି ହାତ ପାଦ ନ ଚାଲିଲେ ବୋଲିବା ଲୋକଟା ଛୋଟା ହେଇଯାଏ ଶାଶୁମା କହିକି ବନ୍ଦେଇବାକୁ ଆସିଛନ୍ତି ନାଚିବାକୁ ଲାଗିଲେ ଓମ୍ ନମଃ ଶିବାୟ ଶିବାୟ
ପଡ଼ିଲା ଯାଜପୁରରେ